ରେଡ଼ିଓ ପଥେ ପାଠଶାଳାର 32ତମ ଅଧ୍ୟାୟକୁ ସ୍ୱାଗତ କରୁଛି। ମୁଁ ଡାକ୍ତର ବଳରାମ ସାହୁ। ଆଜିର ପଥେ ପାଠଶାଳାରେ ଚର୍ଚ୍ଚାର ବିଷୟ ହେଉଛି ଗାଈ ଗୋରୁମାନଙ୍କ ପାଇଁ ବିଶୁଦ୍ଧ ଜଳ ପ୍ରସ୍ତୁତି। ବିଶୁଦ୍ଧ ଜଳ ଗାଈ ଗୋରୁମାନଙ୍କୁ ଦେବା ସବୁବେଳେ ସମ୍ଭବପର ହୋଇନଥାଏ। ସାଧାରଣତଃ ଆମେ କେମିକାଲ ଯୁକ୍ତ କ୍ଲୋରିନ୍ ବା କ୍ଲୋରିନେଟେଡ୍ ୱାଟର ଦେଇପାରୁ, କିନ୍ତୁ ସବୁବେଳେ ସମ୍ଭବ ନୁହଁ। କିନ୍ତୁ ଏହା ସମ୍ଭବ। କେମିତି ସମ୍ଭବ? ନା ଆମ ଆଖପାଖରେ ଏଭଳି ଜଳ ବିଶୁଦ୍ଧକାରୀ ପଦାର୍ଥ ଅଛନ୍ତି ଯାହାକୁ ଆମେ ଜଳ ବା ପିଇବା ପାଣି ଗାଈ ଗୋରୁଙ୍କୁ ଯାହା ଆମେ ଦେଉଛୁ ତାକୁ ପ୍ରୟୋଗ କରି ବିଶୁଦ୍ଧନ କରିପାରିବା। ଫିଲ୍ଟ୍ରେସନ୍ କରିବା ବା ଆକ୍ୱାଗାର୍ଡ଼ ପାଣି ଦେବା, ଏଗୁଡ଼ା ଅତ୍ୟନ୍ତ ଅସମ୍ଭବ କଥା। ସବୁବେଳେ ସମ୍ଭବ ନୁହେଁ। କିନ୍ତୁ ସମ୍ଭବ ହେବ ଯଦି ଆମେ ବାୟୋଲୋଜିକାଲ ଉପାୟରେ ବା ଜୈବିକ ଉପାୟରେ ଜଳକୁ ବିଶୋଧନ କରିପାରିବା। ଏହି ଜଳକୁ ବିଶୋଧନ କରିବାର ଏକ ଜୈବିକ ପଦାର୍ଥ ହେଉଛି ସଜନା ମଞ୍ଜି। ସଜନା ଡ୍ରମଷ୍ଟିକ୍ସ ବା ଯାହାକୁ ବୈଜ୍ଞାନିକ ଭାଷାରେ କୁହାଯାଏ ମୋରିଙ୍ଗା ଓଲେଇଫେରା। ସେହି ସଜନା ମଞ୍ଜିରୁ ପ୍ରାୟ 5ଟି ସଜନା ମଞ୍ଜି ପାକଳ ଏବଂ ଶୁଖିଲା ତାକୁ ନେଇ ଗୋଟିଏ ବାଲ୍ଟି, ବଡ଼ ବାଲ୍ଟିରେ ଯେଉଁଠି 20 ଲିଟର ଖଣ୍ଡେ ପାଣି ଧରିବ, ବଡ଼ ବାଲ୍ଟିରେ ଆମେ ସନ୍ଧ୍ୟାବେଳକୁ ପକାଇଦେବା ଏବଂ ରାତି ସାରା ରହିବ। ସକାଳେ ସେହି ପାଣିକୁ ଦେବା ଏବଂ ସେ ପାଣି ସକାଳକୁ ପୁରା ବିଶୁଦ୍ଧ ହୋଇଯାଇଥିବ। ଏହି ବିଶୋଧନ ପ୍ରଣାଳୀ ପଛରେ କାରଣ କ'ଣ? ନା ଯେଉଁ ମୋରିଙ୍ଗା ଓଲେଇଫେରା ବା ସଜନା ମଞ୍ଜି କଥା କୁହାଯାଉଛି ସେଥିରେ ମୋରିଞ୍ଜିନ୍ ଆଉ ମୋରିଞ୍ଜିନ୍ ବୋଲି ପଦାର୍ଥ ରହିଛି ଯାହା ଜୀବାଣୁନାଶକ, ଭୂତାଣୁନାଶକ ଏବଂ କବକନାଶକ। ଏମାନେ ପାଣିକୁ ବିଶୋଧ କରିଦେଇଥାନ୍ତି। ଏହା ଆମର ପାରମ୍ପରିକ ଜ୍ଞାନ। ଏବେ ବି ଜନଜାତି ଅଛନ୍ତି, ଆମ ଓଡ଼ିଶାରେ ଅନେକ ଜନଜାତି ଅଛନ୍ତି, ଟ୍ରାଇବାଲ ପପୁଲେସନ୍ ଅଛନ୍ତି, ଯେଉଁମାନେ ଝରଣାର ପାଣିକୁ ଆଣି ସଜନା ମଞ୍ଜି ପକାଇ ତାକୁ ବିଶୋଧନ କରି ବର୍ଷା ଦିନେ ପିଅନ୍ତି। ଗୋଳିଆ ପାଣିକୁ ମଧ୍ୟ ବିଶୋଧନ କରିବାର କ୍ଷମତା ଏହି ସଜନା ମଞ୍ଜିରେ ଅଛି। ଆମେ ପୁଣି ଦେଖିବା ଆଉ କିଛି ଅଛି କି? ଆମ ଜଙ୍ଗଲରେ ଏଇଭଳି ଗୋଟିଏ ଗଛ ଅଛି ଯାହାକୁ ଆମେ କତକ କହୁ। ହିନ୍ଦୋଳ, ଅନୁଗୁଳ, ରେଢ଼ାଖୋଲ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଏସବୁ ଅଞ୍ଚଳରେ, ଏପରିକି ମୟୂରଭଞ୍ଜ, କେଉଁଝର ଆଦି ଅଞ୍ଚଳରେ ଜଙ୍ଗଲରେ କତକ ବୋଲି ଗୋଟିଏ ଫଳ ଅଛି, ଷ୍ଟ୍ରିକ୍ନସ୍ ପୋଟାଟରମ୍। ଏହାର ଆକ୍ଟିଭ୍ ପ୍ରିନ୍ସିପଲ୍ ହେଉଛି ଷ୍ଟ୍ରିକ୍ନିନ୍, ଯାହାକି ଜୀବାଣୁନାଶକ ଭାବରେ ନାମ ତାର ଆଦୃତ ରହିଛି। ଏହି କତକ ଫଳକୁ ଆଣି ପାଣି ଭିତରେ, ମାଠିଆ ଭିତରେ, ଗରା ଭିତରେ ରଖି ତାକୁ ଘୋରି ଦେଲେ ପାଣି ସଫା ହେଇଯାଏ। ବା ସେମିତି କରି ନକରି ଆମେ ଯେଉଁ କତକ ଫଳ ଷ୍ଟ୍ରିକ୍ନସ୍ ପୋଟାଟରମ୍କୁ ତାକୁ ଗୁଣ୍ଡ କରି ପ୍ରାୟ 4-5ଟି ଫଳକୁ ଗୋଟିଏ ମାଠିଆରେ ଦେଇଦେଲେ, ପାଣିରେ ବାଲ୍ଟିରେ ଦେଇଦେଲେ, ସିଏ 3-4 ଘଣ୍ଟା ବେଳକୁ ଜୀବାଣୁନାଶ କରିଦେଇଥିବ ଏବଂ ବିଶୁଦ୍ଧ ଜଳ ମିଳିବ। ଏହି ବିଶୁଦ୍ଧ ଜଳ ଆମେ ସବୁ ଗାଈ ଗୋରୁଙ୍କୁ, ଛେଳି ମେଣ୍ଢାକୁ ଦେଇପାରିବା। ଏହା ବୈଜ୍ଞାନିକ ପ୍ରସଙ୍ଗ ଏବଂ ବୈଜ୍ଞାନିକ ସମ୍ମତ ଅଟେ। ତେଣୁ ଆପଣମାନେ ବି ଜାଣିଥିବେ ଯେ ସଜନା, ଯାହାକୁ ଆମେ ସଦାବେଳେ କହୁଛୁ ଗିଫ୍ଟ ଅଫ୍ ଦି ଗଡ୍ ଟୁ ଦି ପୁଅର୍, ଗରିବ ଲୋକମାନଙ୍କୁ ଭଗବାନଙ୍କର ଇଏ ଗୋଟିଏ ବରଦାନ, ଇଏ ଗୋଟିଏ ଉପହାର। ଆକୁ ଆମେ ନିଶ୍ଚିତ ଭାବରେ ଲଗେଇ ଜୈବିକ ଉପାୟରେ ପାଣିକୁ ବିଶୋଧନ କରିପାରିବା। ଆଶା କରୁଛି ଆମ ଗୋପାଳକମାନେ, ଗୋଚାରକମାନେ, ପଶୁପାଳକମାନେ ଏହି ଉପାୟକୁ ନିଜେ ଆପଣାଇ ନେଇପାରିବେ ଏବଂ କରିପାରିବେ, ଘରେ କରିପାରିବେ। ଗାଈ ଗୋରୁମାନଙ୍କୁ ବିଶୁଦ୍ଧ ଜଳ ପ୍ରଦାନ କରିପାରିବେ। ଆଜି ପାଇଁ ଏତିକି। ପୁଣି ଆର ଥରକୁ ନମସ୍କାର।